ପ୍ରକୃତରେ ଦେଖିବାକୁ ଗଲେ ଡାକ୍ତରଙ୍କୁ କୁହାଯାଏ ଭଗବାନଙ୍କର ଦ୍ୱିତୀୟ ରୂପ। ଆଜିକାଲି କିନ୍ତୁ ତାର ଟିକେ ଭିନ୍ନ ରୂପ ଦେଖିବାକୁ ମିଳୁଛି। ଡାକ୍ତରମାନେ ସେବା ବଦଳରେ ଟଙ୍କାକୁ ତାଙ୍କର ସର୍ବସ୍ୱ ବୋଲି ମନେ କରିଛନ୍ତି। ଯଦି ଆମର ସ୍ୱାଧୀନତା କଥା ଆମେ ଚିନ୍ତା କରିବା, ଇଂରେଜମାନଙ୍କ ଶାସନ କଥା ଚିନ୍ତା କରିବା, ଯେତେବେଳେ କି ଶିକ୍ଷା ଆଉ ସ୍ୱାସ୍ଥ୍ୟକୁ ଆମର ପୂର୍ବ ସରକାରରେ ଆମର ନେତୃତ୍ୱମାନେ ସବୁବେଳେ ପ୍ରାଧାନ୍ୟ ଦେଇ ଆସୁଥିଲେ, ଏଭଳି କ'ଣ ପରିସ୍ଥିତି ଆସିଲା ଯାହାଫଳରେ କି ଏ ଶିକ୍ଷା ଆଉ ସ୍ୱାସ୍ଥ୍ୟକୁ ବିଶେଷ କରିକି ଘରୋଇକରଣ କରାଗଲା। ଆଉ ଘରୋଇକରଣ କରିବା ଦ୍ୱାରା ଆମର ଭାରତର ସାଧାରଣ ନାଗରିକ ଯେଉଁମାନେ ଆଜି ବି ବିଲୋ ପଭର୍ଟି ଲାଇନ୍ର ତଳେ ରହୁଛନ୍ତି, ସେମାନେ କେତେ ଦୂର ପ୍ରଭାବିତ ହେଉଛନ୍ତି ଏହା ଦ୍ୱାରା? ଦେଖନ୍ତୁ, ସମସ୍ତଙ୍କୁ ନମସ୍କାର। ଶିକ୍ଷା ଆଉ ସ୍ୱାସ୍ଥ୍ୟ ଆମର ଗୋଟେ ନିହାତି ମୌଳିକ ଆବଶ୍ୟକତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଖାଦ୍ୟ ବସ୍ତ୍ର ବାସଗୃହ ପରେ ଯଦି ଆମେ ଗୋଟେ ମଣିଷକୁ ସମାଜରେ କେମିତି ଠିକ୍ ସେ ରହିବ ଏବଂ ତାର ଯାହା ସ୍କିଲ୍ ଅଛି ତାର କେମିତି ବିକାଶ ହେବ ଏବଂ ସେ ସମାଜରେ ଗୋଟେ ସାମାଜିକ ପ୍ରାଣୀ ହେଇକି ରହିବ, ତା ପାଇଁ ଶିକ୍ଷା ବି ଦରକାର। ଏବଂ ଶିକ୍ଷା ଅର୍ଜନ କରିବ, ଭଲରେ ରହିବ, ତା ପାଇଁ ତାର ଗୋଟେ ଭଲ ସ୍ୱାସ୍ଥ୍ୟ ରହିବା ଦରକାର, ଯୋଉଟା ଆମେ ସମସ୍ତେ ସ୍କୁଲ ବି ଜାଣିଛନ୍ତି। ସମସ୍ତଙ୍କୁ ଏବେ ବି ଘରେ ଘରେ ମୁହେଁ ମୁହେଁ ସମସ୍ତଙ୍କୁ ଆମେ କଥା ହୁଅନ୍ତି। ତାହେଲେ ଶିକ୍ଷା ଆଉ ସ୍ୱାସ୍ଥ୍ୟଟା କିଏ ଦବ? ସ୍ପେଶାଲି ଆଜି ଆମ ଟପିକରେ ଯେହେତୁ ଆମେ ସ୍ୱାସ୍ଥ୍ୟ ବିଷୟରେ କଥା ହେବା, ଆମେ ତା ଉପରେ ଟିକେ ବେଶୀ ଫୋକସ୍ କରିବା। ସ୍ୱାସ୍ଥ୍ୟଟା ଗୋଟେ ଏସେନ୍ସିଆଲ ପାର୍ଟ। ଆପଣଙ୍କର ବେଷ୍ଟ ସ୍କିଲ୍କୁ ଯଦି ଗୋଟେ ଟାଇମ୍ ବାଉଣ୍ଡ ଆପଣ ପରିପ୍ରକାଶ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ସବୁବେଳେ ନିରୋଗୀ ଏବଂ ସ୍ୱାସ୍ଥ୍ୟବାନ ରହିବା ଦରକାର। ସେଥିପାଇଁ କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ କୁହାଯାଇଛି। ଆଜ୍ଞା, ଆଚ୍ଛା, ସେଥିପାଇଁ ଏସେନ୍ସିଆଲି ଆପଣ ଜନ୍ମରୁ ଡେ ୱାନ୍ ଆପଣ କହିପାରିବେ, ଜନ୍ମରୁ ଆପଣ ନିଜେ ନିଜର କଥା କରିବା ଆଉ କାମ କରିବା ପର୍ଯ୍ୟନ୍ତ ଆମକୁ କିଏ ନା କିଏ ସବୁବେଳେ ଗାଇଡ୍ କରିଥାଏ ସ୍ୱାସ୍ଥ୍ୟ ପାଇଁ। ଆଜ୍ଞା। ସେଟା ହେଲା ପ୍ରଥମେ ଆମ ମା, ଘରେ ମା, ତାପରେ ବାପା, ଜେଜେମା, ଜେଜେବାପା, ଆମ ପୁରା ପରିବାର, ତାପରେ ପୁରା ଆମ ପଡୋଶୀ, ସମାଜ। ପୁରା ସମାଜ, ପୁରା ତାପରେ ଏଣ୍ଟାରଲି ଆମେ ସମସ୍ତେ ସମାଜକୁ ଆସିଗଲେ। ସେଥିପାଇଁ ଆମେ ସମସ୍ତେ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦବା କଥା। ଆଉ ସ୍ୱାସ୍ଥ୍ୟ ପାଇଁ ଯାହା ଯାହା ଆବଶ୍ୟକତା ଅଛି ବ୍ୟକ୍ତିଗତ ଭାବେ କରିବା, ସାମାଜିକ ସ୍ତରରେ କରିବା ଏବଂ ସରକାର ବି ମଧ୍ୟ କରିବା ପାଇଁ କିପରି ଯତ୍ନବାନ ହବ, ତା ପାଇଁ ସରକାର ବି କରିବେ। ଏବଂ ସମସ୍ତ ଜନସାଧାରଣ ସରକାରଙ୍କ ଉପରେ ଆଇଦର ଆପଣ ଗଣତାନ୍ତ୍ରିକ ପଦ୍ଧତିରେ ହଉ କିମ୍ବା ଆନ୍ଦୋଳନ କରି ହଉ ଆପଣଙ୍କର ସ୍ୱାସ୍ଥ୍ୟକୁ ଆପଣ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବେ ଏବଂ ସେ ସମସ୍ତ ଦାବି କିପରି ଫୁଲଫିଲ୍ ହେବ ତା ପ୍ରତି ବି ଆପଣମାନେ କଣ୍ଟିନ୍ୟୁଅସ୍ ଭିଜିଲାଣ୍ଟ ହେଇ ତାକୁ ଫଲୋ ଅପ୍ କରିବେ, ତାହେଲେ ଆମକୁ ସ୍ୱାସ୍ଥ୍ୟଟା ମିଳିବ। ମୁଁ କୋଉ ସ୍ୱାସ୍ଥ୍ୟ କଥା କହିଲି? ତାହେଲେ ପ୍ରିଭେଣ୍ଟିଭ୍ ଆଣ୍ଡ ଟ୍ରିଟମେଣ୍ଟ ପାର୍ଟଟା କହିଲି। ଆଜ୍ଞା, ହଁ, ପ୍ରିଭେଣ୍ଟିଭ୍ ଆଉ ଟ୍ରିଟମେଣ୍ଟ ପାଇଁ ଆମକୁ ଇନଷ୍ଟିଟ୍ୟୁସନ ଦରକାର, ହସ୍ପିଟାଲ ଦରକାର, ତା ସହିତ ଯାହା ଆନୁଷଙ୍ଗିକ ଜିନିଷ ଦରକାର, ସେଟା ଆମେ ଆଗାମୀ ଟାଇମରେ ଆମେ କଥା ହବା। ସେଥିପାଇଁ ଆମ ସମସ୍ତେ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦବା କଥା। ଆଜ୍ଞା। ମୁଁ ଚାହୁଁଛି ଯେ ଆପଣମାନେ ଖାଦ୍ୟ ବସ୍ତ୍ର ବାସଗୃହ ପରେ ସ୍ୱାସ୍ଥ୍ୟକୁ ହିଁ ଅଗ୍ରାଧିକାର ଦିଅନ୍ତୁ।